भाई मणि भाई मणि भाई गुड मॉर्निंग को भाई बोली भाई एक्चुअली कौन की चैनल सिस्टम रे बाइक नहीं था एक्चुअली जिसरो कौन फॉल्ट देखला कौन नहीं कौन कहले ମୁଁ एक्चुअली कौन सा जिसरो ହେଇଥିଲା ସେଇ ସିନ୍ ରେ ଯେ ଆପଣ ପଚାରିଲେ ପ୍ଲସ୍ ଆପଣ ଟିକେ କିଛି ଟିପ୍ସ ଦେଇଥାନ୍ତେ କି ଅଲ୍ ଓଭର ଓଡ଼ିଶା ପାଇଁ ଯେ ପିଲାମାନଙ୍କ ପାଇଁ ସାଉଣ୍ଡ ଅପରେଟର निहाती ମାନଙ୍କ ପାଇଁ निहाती निहाती भाବରେ देखो दबा भाई କିଛି ଅଧିକା ସ୍ପ୍ରେଡ୍ ହେଉଛି ନା ହଁ ତାକୁ ହେଇଗଲା କାହିଁକି ନା ଆମେ ପୁଣି ପରପିଟାକୁ ଚେଞ୍ଜ କରିବା ପାଇଁ ଆଗକୁ ଗଣେଶ ପୂଜା ବି ଆସୁଛି। ଶୁଣନ୍ତୁ ଶୁଣନ୍ତୁ ଯାହା ହେଇଗଲା ଆଜ୍ଞା ବର୍ତ୍ତମାନ ୟୁଟ୍ୟୁବ ରେ ବି ଯୋଉ ୟୁଟ୍ୟୁବ ବାଲା ମୁଁ ତାଙ୍କୁ କହୁଛି ସେ ମୋ ଟିକେ ଇଣ୍ଟରଭ୍ୟୁ ନେବା ପାଇଁ ସେଦିନ ଆସିଥିଲେ ମୁଁ କହିଲି ଶୁଣନ୍ତୁ ଏଇନା ମୁଁ ଇଣ୍ଟରଭ୍ୟୁ ଗୋଟେ ଦେବି ତମକୁ ଫେସ୍ ଟୁ ଫେସ୍ ଇଣ୍ଟରଭ୍ୟୁ ଗୋଟେ ଦେବି ଆଜ୍ଞା ଆପଣ ମୋଠୁ ନେବେ ତାଙ୍କଠୁ ନେବେ ସେକେଣ୍ଡ ପାର୍ଟିଠୁ ନେବେ ହଁ ହଁ ଦିଟା ପାଟର ଅନୁବାଦ ଦରକାର ନା ନେବେ ବାଇକ୍ ନେବେ ହଁ ସେଥିରେ ନେଗେଟିଭ କମେଣ୍ଟ ଆସିବ ପଜିଟିଭ କମେଣ୍ଟ ଆସିବ ହଁ ହଁ ସେ ରହିବ ଦିଟା ଯାକ କମେଣ୍ଟ ଆସିବ ଆଜ୍ଞା ତ ଜିନିଷଟା ବର୍ତ୍ତମାନ ଅଧିକାରୁ ଅଧିକା ବଢି ବଢି ଚାଲିବ ଟିକେ ପ୍ରକାଶ ହ୍ୟାଲୋ ଆଜ୍ଞା ଭାଇ କହିଲି ଅଧିକାରୁ ଅଧିକା ବଢି ବଢିବ। ଚାଲିବ ମାନେ ନେଗେଟିଭ କମେଣ୍ଟ ହଁ ଆସିବ ହଁ ପ୍ଲସ ହଁ ପଜିଟିଭ କମେଣ୍ଟ ଆସିବ ତ ଏଇ ଜିନିଷଟାକୁ ଆମେ ଏତେ ମାନେ ଆଗକୁ ବଢେଇବା ଅପେକ୍ଷା ହଁ ହଁ ଏତିକିରେ କ୍ଲୋଜ କରିଦବାଟା ଭଲ ବାସ୍ ସେଇଟା ହଉଛି କଥା ଭଲ ବର୍ତ୍ତମାନ ଡେଟରେ ଆପଣ କହୁଛନ୍ତି ଯେ ଏଇ ଯୋଉ କମ୍ପିଟିସନ ଜିନିଷଟା ଭଲ ନୁହେଁ ଆଜ୍ଞା ମୁଁ ତ ପ୍ରଥମେ ମାଲିକ ହିସାବରେ କହିବି କମ୍ପିଟିସନ ଟା ଭଲ ଜିନିଷ ନୁହେଁ ଆପଣ ଯେତେବେଳେ ରିସିଭ କାଟୁଛନ୍ତି ଆଜ୍ଞା ମୁଁ ବି ଲେଖା ବି ହଉଛି ପୁରା ପରଫେକ୍ଟଲି ମୁଁ ବି ଯେତେବେଳେ ରିସିଭ କାଟିଥିଲି ସେ କର୍ଣ୍ଣପୁର ପ୍ରୋଗ୍ରାମ ପାଇଁ ଆଜ୍ଞା ମୁଁ ସିଙ୍ଗିଲ ପ୍ରୋଗ୍ରାମ କାଟିଥିଲି ନୁହେଁ କି ମେଲଣ ପ୍ରୋଗ୍ରାମ କାଟିଥିଲି କି ଲାଇନ ପ୍ରୋଗ୍ରାମ କାଟିଥିଲି ମୁଁ ସିଙ୍ଗିଲ ପ୍ରୋଗ୍ରାମ କାଟିଥିଲି ଆପଣଙ୍କୁ ମୁଁ ଗୋଟେ ଅଡିଓ କ୍ଲିପ ଶୁଣଉଛି ବର୍ତ୍ତମାନ ଆଜ୍ଞା ଆପଣଙ୍କ ଅଡିଓ କ୍ଲିପ ଟା ମୁଁ ପଠେଇଦେବି ଆପଣ ଦେଖିବେ ଶୁଣିବେ ଆଜ୍ଞା ଆଜ୍ଞା ଅଛି ମୋ ପାଖରେ ଆଜ୍ଞା ଆପଣଙ୍କୁ ଅଡିଓ କ୍ଲିପ ଟା ଦଉଛି ମୁଁ ତାଙ୍କୁ 3 ଦିନ 4 ଦିନ ପୂର୍ବରୁ ଆଜ୍ଞା ମୁଁ ଯେହେତୁ ଶୁଣିବାକୁ ପାଇଲି କମ୍ପିଟିସନ କରିବେ ବୋଲି ଆଜ୍ଞା ମୁଁ ତାଙ୍କୁ ଫୋନ କଲ ରେ ପଚାରିଲି କହିଲି ଭାଇ ଆପଣଙ୍କର କମ୍ପିଟିସନ କଲ କି ସେ ମତେ କହିଲେ ନାହିଁ ଭାଇ ଆମର କମ୍ପିଟିସନ କଲ ନୁହେଁ ଫାଷ୍ଟ ହଁ କଲେ ଆଜ୍ଞା ମୁଁ କହିଲି ଦେଖନ୍ତୁ ଆପଣ ଯଦି କମ୍ପିଟିସନ କଲ କରିବେ ଆପଣ ମତେ ସିଙ୍ଗିଲ କଲ ପାଇଁ କାଟିଛନ୍ତି ମୁଁ ଫେୟାର ଅଧିକା ନେବି ଆଜ୍ଞା ଆଜ୍ଞା ମୁଁ ତାଙ୍କୁ କହିଲା ପରେ ସେ ମତେ ଡାଇରେକ୍ଟ ମନା କଲେ ଯେ ଆମର କମ୍ପିଟିସନ କଲ ନାହିଁ ଆଜ୍ଞା ଆମର କମ୍ପିଟିସନ କଲ ଦରକାର ନାହିଁ ଆମର ଲାଇନ ରେ ପ୍ରସେସନ ଯିବ ଲୋକ ଶୁଣିବେ ଆଜ୍ଞା ତାପରେ ମୁଁ ଯୋଉଦିନ ପ୍ରୋଗ୍ରାମ ଥିଲା ଆପଣ ବି ଦେଖିଥିବେ ଆଜ୍ଞା ଅଲଗା ଯେକୌଣସି ସାଉଣ୍ଡ ସବୁ ଯାଇଥିଲେ ଆଜ୍ଞା କିଏ ଦିନ 2ଟାରୁ କିଏ ଦିନ 3ଟାରୁ କିଏ ଦିନ 11ଟାରୁ ମୁଁ ଟାଇମ ଟା ତ କହିପାରିବିନି ଆପଣ ୟୁଟ୍ୟୁବ ରେ ଦେଖିକିନା ଜାଣିପାରିବେ ଆଜ୍ଞା କୋଉ ଟାଇମ ରୁ ସେ ଯାଇଛନ୍ତି ଆଜ୍ଞା ମୋର ଟାଇମ ଥିଲା ଆଜ୍ଞା 5ଟା ଆଜ୍ଞା ମୁଁ 5ଟାରେ ପହଞ୍ଚିଛି ଆଜ୍ଞା କାହିଁକି ନା ମୁଁ ଜାଣିଛି ମୋର ହଁ ଅଲଗା ଆପଣ ଅଲଗା କିଛି ଲାଗିବନି ଗଲେ ମୁଁ ଡିଜି ଷ୍ଟାର୍ଟ ମାରିବି ଗୀତ ବଜେଇବି ଆଜ୍ଞା ଯେହେତୁ ମୁଁ ଜାଣିବାକୁ ପାଇଲି ଘଣ୍ଟେ 1.5 ଘଣ୍ଟା ପୂର୍ବରୁ ମତେ ଖବର ଆସିଲା ଯେ ଭାଇ ସେ କମ୍ପିଟିସନ ପାଇଁ ଗାଡିରେ ଏତିକି ଜିନିଷ ଧରିକିନା ଆସିଛନ୍ତି ନିହାତି ଜଣା ପଡିଯିବ ଦେଖନ୍ତୁ ଘଣ୍ଟେ ପୂର୍ବରୁ ନିହାତି ଜଣା ପଡିଯିବ ଯେ କଣ ହବ ଆଜ୍ଞା ମୁଁ ବାଧ୍ୟରେ ମୁଁ ଗାଡି ଆସିଲାଣି ମୁଁ ପଛରେ ଗୋଟେ ଗାଡିରେ ଲୋଡ କରେଇ ମୁଁ ବାଧ୍ୟରେ ଲେଟ୍ ହେଲା ପହଞ୍ଚିଲା ବେଳକୁ ମୁଁ 5ଟା 15ରେ ପହଞ୍ଚିଲି ଫିଲ୍ଡ ଉପରେ ଆଚ୍ଛା ଏକ୍ସଟ୍ରା ଜିନିଷ ନେଇକି ନା ଯିବାକୁ ବାଧ୍ୟ କାହିଁକି ନା ଦେଖନ୍ତୁ ଆପଣଙ୍କର ଅପୋଜିଟ ପାର୍ଟି ଜଣେ ଯଦି ଧରିକିନା ଯାଉଛନ୍ତି ଆପଣ ସେଠି ଆପଣଙ୍କର ଇଜ୍ଜତ ଟାକୁ ଦେଖିବେ ଆମେ ତ କମ୍ପିଟିସନ ମୋଟିଭରେ ନଥିଲୁ ଆଜ୍ଞା ନହେଲେ ଆଗରୁ ଆମେ ପ୍ରିପାରେସନ ହେଇଥାନ୍ତୁ ନା ଆଜ୍ଞା ଆଜ୍ଞା ଆମେ ଦିନ 2ଟାରୁ ଯାଇକିନା 3ଟାରୁ ଯାଇକିନା ବସିଥାନ୍ତୁ କମ୍ପିଟିସନ ପାଇଁ ଆଜ୍ଞା ଆପଣ ସେଟଅପ ରେଡି କରୁଛନ୍ତି ଯୋଉମାନେ କମ୍ପିଟିସନ କରିବା ପାଇଁ ଚାହିଁବେ ସେ ଦିନ 2ଟା 3ଟାରୁ ଯାଇକିନା ମାନେ ସେଟଅପ ରେଡି କରିକିନା ସେଟଅପ ରେଡି କରିନା ବସିବେ ଆପଣଙ୍କର ଯଦି କମ୍ପିଟିସନ କରିବାର ନାହିଁ ତାହେଲେ ଆପଣ ସେଇ ଜିନିଷ ଫିଲ୍ଡ ଉପରକୁ ଧରିକିନା କାହିଁକି ଯାଉଛନ୍ତି ଯଦି ଆପଣଙ୍କର ପ୍ରୋଗ୍ରାମ 1 ନମ୍ବର ଅଛି 2 ନମ୍ବର ଅଛି 3 ନମ୍ବର ମୋର ଭାଇ ଲାଷ୍ଟରେ ଅଛି ମୁଁ ଲାଷ୍ଟରେ ରହିବି ମୋର କଣ ଦରକାର ମୁଁ ଗାଡି ସାଇଡ କନା ରଖିବା ପାଇଁ ରାସ୍ତା ଏତେ ଅଛି ଆପଣ ଭିଡିଓରେ ଦେଖୁଥିବେ ଯେ ରାସ୍ତା ଏତେ ବଡ ଚଉଡା ଅଛି ଆପଣଙ୍କର ରାସ୍ତା ଚଉଡା ଅଛି ଗୋଟେ ଗାଡି ଡିଜେ ଗାଡି ଯାଇକିନା ସାଇଡ କି ଡେଣା ମେଲେଇଲେ ବି ଆହୁରି ଗୋଟେ ଗାଡି ଯାଇପାରିବ ଆପଣ ଏତେ ସାଇଡ କନା ରଖିବା ମାନେ କଣ କମ୍ପିଟିସନ କରିବା ପାଇଁ ରଖିଛନ୍ତି ଯଦି ଆପଣ କହିବେ ଯେ ନାଇଁ ମୋ ଗାଡି ଦବିଗଲା ଆପଣଙ୍କ ଗାଡି ଦବିବାର କାରଣ କାହିଁକି ପିଚୁ ରୋଡରୁ ଆପଣ କାହିଁକି ତଳକୁ ଖସେଇବେ ଆପଣ ପ୍ରୋଗ୍ରାମ କରି ଯାଇଛନ୍ତି ନା କମ୍ପିଟିସନ କରି ଯାଇଛନ୍ତି ସେଟା ତ ଭାଇ ଭାଇ ପ୍ରଥମ କଣ କି କଥା ହଁ ସେଇ ସବୁ ଭିତରକୁ ଗଲେ ତ କଣ୍ଟ୍ରୋଭର୍ସି ଆହୁରି ଭାଇ ବଢିଯିବ ମୋ ହିସାବରେ କାହିଁକି ନା ତ ମୋର ଏତିକି ଭାଇ କ୍ୱେଶ୍ଚନ ଥିଲା କି ଯୋଉ ଆମେ ଏଇ ଯୋଉ ସିମ୍ପଲି ୱାର୍ଡ ଯୋଉ ଭାଷା ୟୁଜ କରୁ ସେଇ ରିଲେଟେଡ ନେଇକି ସେଇଟା ମୋ କ୍ୱେଶ୍ଚନଟା ଶୁଣନ୍ତୁ ହିଁ କରିଥିଲି ଭାଷାଟା ମୁଁ ପ୍ରଥମେ କହିବି ଆଜ୍ଞା ପ୍ରଥମ କଥା ଭାଷା ପାଇଁ ମୁଁ ବି କହୁଛି ସେଟା ଭଲ ଜିନିଷ ନୁହେଁ କାହିଁକି ନା
आज आमे कर्णपुर गाँ हो कि जेकोसी गोटे गाँ हो आज्ञा आज्ञा आमे सिना तांको गाँ भितर कहि नांती बाहर आमे कहिदेले कथाटा एते लोक किछि कहिलेनी जति गाँ भितर लोक गाँ लोक ही बाड़ी पकेबे सेमती भाई सीन हेछि रिसेंटली जे डीजे ओनर भी गोटे ना कहबिनी सेटा से भूल भी मागी जंती गोटे क्लब रे नाही प्रथम कथा होछि এই जो जिनसटा भाषा जिनसटा भलो नुहे हां तो भाई आपण कहबे भाषा जिनसटा भलो नुहे मु भी कहबी भाषा जिनसटा भलो नुहे किंतु लोक भाषा कहउचंती किंतु जे कहउचंती भाषाटा आज्ञा सेटा भलो जिनस नुहे गोटे जिनस प्रथमे कहउची आपनको आज्ञा मु ओडिया रे गाली कर देबी लोक सुनिले जे ओडिया रे गाली कर देली आज्ञा चाल लोडे से जिनसटा कोन सेटा आपण हिंदी रे गाली कोले गाली नहीं ऑब्वियसली सेही वार लागिला मतलब एटा गाली की पळेला ना कन्वर्ट हेला सुनंतु आपण हिंदी रे राष्ट्रीय भाषा रे जति होडी परिबे हम काई ओडिया भाषा रे होडी परिबानी किंतु मु भी कहूनी जे आपण होडीबा आपण को जने गाल रे चापर मारथो आपण कोन छाड देबे ना कोन नहीं नहीं सेटा तो सेठी प्रति उत्तरटा देगी ना आपण आसीबे सेटा कथा छाडंतु से जिनस जहा आपण फील्ड सामना सामनी हेई गला गोटे जिनस आपण मन रखंतु ए जिनसटा जने कमेंट करिबा जने कमेंट करिबा आ जने कमेंट्री करिबा भीतर फरक अछि आपण वीडियो रे देखिबे मो गाड़ी गलानी 150 200 मीटर गाड़ी क्रॉस करना जे भी वीडियोटा करिजंती से जूम करना करिजंती आपण देखि पारथुबे जानि परिबे भी जो माने भी सुनुथुबे से माने भी जानि परिबे जे गाड़ी गलानी 150 200 मीटर आपण वीडियोटा करना जो छाडुचंती परे कमेंट धरा जाऊ हमरो आम गाड़ी रे बाजुथला जे ग्रीन म्यूजिक एंड लाइट्स कहला बेले ऑन से आमी जोटा करी जोटा आम पर्सनल गीतडा जो लोक कमेंट मारना कहउचंती जो लोक कमेंट मारना कहउचंती म्यूजिक এই जो जिनसडा आपण सुनिथिबे रानी এই जो जिनसडा कहउचंती अरे भाई सामना रे कुहो गाड़ी गला परे पछरे कहले सेडा कोन पाजिबो कुकुर बळा सेडा भुकियाला बळा सुनंतु गोटे जिंस आपण कमेंट्री करूचंती जने क्रिकेट खेल रे कमेंट्री करूचंती लोक कमेंट्री सुनिकी ना लोक ताली मारुचंती किंतु पछरे जो माने झियो को कमेंट मारन ताऊ कोन करंती झियो माने जानचंती बस बस से माने जोतारे सेकंदी सेटा मन रखंतु सामना रे हला नाही जति सामना रे मु सुनी थांती सेठी जोतारे सेकी थांती कथारा बुझो हां पछरे कहंतुनी जहा कहिबे आपण सामना सामनी मु मालिक जति किछि हेजी तम पिला भीतर जति किछि हेजी भाई एई जिनसडा भाई हला भलो नहे हां ओन माने भी नियति संगे संगे एक्शन मते कहता तो मु डायरेक्ट भूल मागी थांती मते कहता तो मु भूल मागी थांती जे मो पिला जति भूल करिछि जति तमरो किछि भूल अछि तमे भूल मागी थांतो जे नाही भाई मो पिलार किछि भूल अछि किंतु मालिक भीतर ठीक पिला भीतर ही जिनसडा होछि पिला तो आदि जति जने मालिक कहबो जे एई जिनसडा करंतु नाही केबे भी गाडी रे एई जिनसडा हबोनी मु तो प्रथमे कहूछि काहे ना छोटडू बड़ पिला पर्यंत यूट्यूब रे देखुचंती ना हां मेल फीमेल बोथ आर वर्तमान मो पुओ भी 6 वर्षर से भी यूट्यूब देखुची भाई अरे भाई सुनंतु भाषाटा मु सिना कहि देबी से भाषाटा केते लोक देखुचंती से जिनसटा भाबिया पड़ियो परे भाबिला लु आ किछु नथिवो मैं पूर्व भाई एक्चुअली ऑनर्स मान कर रिव्यू नै जे एजुकेशन नै कि माने बहुत सारा का रेस्टोरेंट लगे कंपटीशन बंद हो जाऊ एजुकेशन सुनंतु मु तो प्रथमे कहूची कंपटीशन बंद होबाटा प्रथम कथा आज्ञा काहे कि ना कंपटीशन जुगे लोकंकु जीवा आसीबारे असुविधा होची प्लस आपण से जो डेना जो हाई फ्रीक्वेंसी आ मिड फ्रीक्वेंसी जो आपण जोडा की साधारणतः लैंग्वेज रे कहउची चुंगा लाइन जोडा कहउची हम यूनिट लाइन ताकू प्रथमे बंद करबा निहाती दरकार आज्ञा आम आसोसन रे एई जिंस प्रथमे हेतिला बंद हेतिला से बंद हेतिला आपण तो रूल रेगुलेशन हेतिला रूल सुनंतु जो माने रूल रेगुलेशन कहउचंती हेतिला बोली सेई माने ही प्रथमे भूल करूचंती अच्छा आपण देखंतु हमर जतोले हेतिला मोर जत्ते वीडियो देखिबे YouTube रे आज्ञा मोर सेई 8 थिला आज्ञा सेई जणे दी जणा हम अनुगुले से जणे दी जण ओलिया करूचंती बोली आज्ञा आपण धर जाउने लगेबे आपण प्रथमे लगेबे माने मु सही फील्ड को जाईथिबी आपण तो लगेबे बाध्य मु लगेबे बाध्य तथापि मु फील्ड ऊपर लगे नथिली आसेसन को जणैला परे आसेसन कले मु कहले देखंतु आपण सेकंड पार्टी को कहंतु से गाड़ी रो खोली दियंतु मोर लगेबार नाही
ଯଦି ଆପଣଙ୍କର ଆସୋସିଏସନ କଥା ନ ଶୁଣିବ ତାହେଲେ ମୁଁ ଲଗେଇବା ପାଇଁ ବାଧ୍ୟ ହେବି। ହଁ ଭାଇ ନହେଲେ ତ ଆପଣ ବଜେଟ ନଉଛନ୍ତି ଆପଣ କାମ କରିବାକୁ ଯାଉଛନ୍ତି ମାନେ ତ obviously କାହିଁକି କମିଟି ବାଲା କହିବେ ନା। ସେଇ ଫିଲ୍ଡ ରେ ଲୋକ କଣ କହିବେ ଭାଇ ସିଏ ଲଗଉଛି ଆପଣ କାହିଁକି ଲଗେଇ ପାରିବେନି। ହଁ ହଁ ଆପଣ ତାହେଲେ ଡରୁଛନ୍ତି ଲୋକ କହୁଛନ୍ତି ହଁ ତେଣୁକରି ସେଇଠି ମୁଁ ଲଗେଇବା ପାଇଁ ବାଧ୍ୟ। ହୁଁ। ଯୋଉମାନେ ନିୟମ କରୁଛନ୍ତି ସେମାନେ କାହିଁକି ନିୟମ ଭଙ୍ଗ କରୁଛନ୍ତି। ଆମେ ତ 8 ବେସରେ ବୁଝୁଥିଲୁ ଆର ବର୍ଷ ଗଣେଶ ପୂଜା ହଉ ଲକ୍ଷ୍ମୀ ପୂଜା ହଉ ସରସ୍ଵତୀ ପୂଜା ହଉ ବାହାଘର ସିଜିନ ହଉ ଲୋକ ତ ବଢିଆ ପଇସା ଦଉଥିଲେ ସେଇ 8 ବେସରେ ବି ଭଲ ଚାଲିଥିଲା। ଆପଣଙ୍କର ବଜେଟ ବି ସାଉଣ୍ଡ ପୁରା ହଉନି ବୋଲି କଣ 12 ବେସ ଲଗେଇଲେ। ହଁ ସେ ଜିନିଷଟା ଭଲ ନୁହେଁ। ପ୍ରଥମ କଥା ଆପଣଙ୍କୁ ଗୋଟେ ମୁଁ ଇଣ୍ଟରଭ୍ୟୁରେ ଆପଣଙ୍କ ଇଣ୍ଟରଭ୍ୟୁରେ ଦେବି ଆଜ୍ଞା ଯେ କମ୍ପିଟିସନ ଟା ବନ୍ଦ କରାଯାଉ। ଆଜ୍ଞା ଆଗରୁ ଯେମିତି ଚାଲିଥିଲା ଆମର ସେମିତି ଚାଲୁ। ଆଜ୍ଞା ଯେମିତି ଆମେ ଆଗରୁ 2011 ମସିହାରୁ ଆମେ ସାଉଣ୍ଡ କଲେଣି ଆଗରୁ ବି ସେମିତି ଚାଲିଥିଲା 8 ବେସରେ ଭଲ ପଇସା ହଉଥିଲା ନା ନାଇଁ। ହଁ ଭାଇ ପଇସା କଷ୍ଟମର ଦେବେ ବଜାର ଦେବେ ତାଙ୍କୁ କାମ ଭଲ ବେସ୍ କରେଇକି ହଉ ଲେଖିଲେ। ହାଇ ଫ୍ରିକ୍ୱେନ୍ସି ହଉ ମିଡ୍ ଫ୍ରିକ୍ୱେନ୍ସି ହଉ ଆମେ ଯେତିକି ଆଗରୁ ଲଗଉଥିଲେ ହଁ ହଁ ତାଠୁ ତ ଏବେ ଆମେ ତ ଏବେ ଅଧିକା ଲଗଉଛନ୍ତି କାହିଁକି ଏବେ ବନ୍ଦ କରିଦଉନାହାନ୍ତି ତାକୁ ହୁଁ ସେଇ ଜିନିଷକୁ ବନ୍ଦ କରିଦିଅନ୍ତୁ କିଛି ଅସୁବିଧା ନାହିଁ। ଭାଇ ଦିନ ଥିଲା 4 ଟପ୍ 4 ବେସରେ ବି କାମ ହଉଥିଲା। ହଁ 4 ବେସ୍ 4 ଟପରେ କାମ ହଉଥିଲା କିଛି ଅସୁବିଧା ନାହିଁ। ଏବେ ତ ଆରେ ଲାଇନ ଭାଇ ଲାଗିଲାଣି 12 ବେସ୍ ଲାଗିଲାଣି। ଶୁଣନ୍ତୁ ଆମେ କଷ୍ଟମରକୁ ଯଦି ଆମେ ସମସ୍ତେ ଏକ ହେଇକିନା ଆମେ କହିବା ଯେ ନାଇଁ ଆମର କମ୍ପିଟିସନ ହବନି ବାସ୍ ପରଫେକ୍ଟ କଥା ଭାଇ। ସବୁ ସାଉଣ୍ଡ ବାଲା କହିବା ଯେ ଆମେ ଭାଇ ଆମେ କମ୍ପିଟିସନ କଲ କରୁନାହୁଁ। ଆଜ୍ଞା କଷ୍ଟମର ସେ କାହା ସହିତ କମ୍ପିଟିସନ କଲ କରିବା ପାଇଁ ନବ। ବାସ୍ କାହିଁକିନା ଭାଇ କମ୍ପିଟିସନ ଗୋଟେ ଜିନିଷ ଲାଗି ମାନେ କ୍ଲବ ପିଲା ହଉ ଅନର ମାନଙ୍କ ହଉ ଅପରେଟର ହଉ ସମସ୍ତ ମାନେ ଇଏରେ ମାନେ ଜିନିଷଟା ଫିଲ୍ ଆପଣଙ୍କୁ ମୁଁ ହଉଛି। ରେକର୍ଡଟା ଶୁଣଉଛି ଆପଣ ଟିକେ ଶୁଣନ୍ତୁ ଆଜ୍ଞା ହେଲା। ଆଜ୍ଞା ମୁଁ ଶୁଣଉଛି ଯୋଉଦିନ ମୁଁ କଲ କାଟିଥିଲି ଆଜ୍ଞା ମୁଁ ଆପଣଙ୍କୁ କଲଟା ରେକର୍ଡଟା ଶୁଣଉଛି ଗୋଟେ ମିନିଟ୍ ଟିକେ ଲାଇନରେ ରୁହନ୍ତୁ ଆଜ୍ଞା ମୁଁ ଆଜ୍ଞା ଆଚ୍ଛା। ଆପଣଙ୍କ ପାଖକୁ ପଠେଇଦେବି। ହଁ ବର୍ତ୍ତମାନ ପଛରେ ଟିକେ ବି ଶୁଣି ପିଲାମାନେ ବି ଶୁଣି ପାରିବେ ରେକର୍ଡଟା ବି। ନାଇଁ ମୁଁ ଆପଣଙ୍କୁ ଶୁଣେଇ ଦଉଛି ବର୍ତ୍ତମାନ ବି କଲରେ ଶୁଣେଇଦେଲେ ସବୁଠୁ ବେଟର ହବ। ଆଜ୍ଞା ଆପଣଙ୍କୁ ପଠେଇଦେବି ଆପଣ କ୍ଲିୟର ଭାବରେ ବି ଆହୁରି ଶୁଣିପାରିବେ। ହଁ 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 ଗୋଟେ ମିନିଟ୍ ଟିକେ ରେକର୍ଡଟା ଅନ୍ କଲ। ହଁ ଭାଇ ଶୁଣନ୍ତୁ ଆଜ୍ଞା ପ୍ରଥମରୁ ଭାଇ କହୁଛି ହଁ ଭାଇ କୁହ ତାହେଲେ ତମର କଣ କମ୍ପିଟିସନ କଲ କରିବ କି? କମ୍ପିଟିସନ କରିବ କମ୍ପିଟିସନ କଲେ ଏକ୍ସଟ୍ରା ଆସିବ 20,000 ଟଙ୍କା। ଏ ଅନୁସାରେ ମତେ ଆଗରୁ କହିଲେ ମୁଁ ଅନୁସାରେ ଜିନିଷ ନେବି। କମ୍ପିଟିସନ ଏମିତି କହିଲେ ନାଇଁ ତମର ସିଙ୍ଗିଲ କଲ କାଟା ହେଇଛି ନା ତମର କମ୍ପିଟିସନ କରିବ ଯଦି କହିଲେ ଅନୁସାରେ ମୁଁ ଜିନିଷ ନେଇକି ଯିବି ଏକ୍ସଟ୍ରା। ଆଉ ଯଦି ଫଙ୍କସନ କରିବନି ତ ଲାଇଭ ଫଙ୍କସନ ହବ। ଆଗ ପଛ କୋଉଟା କ୍ରସ ଫ୍ରସ କିଛି ନାହିଁ ତ? ନାଇଁ ଠିକ ଅଛି ମୁଁ ପୁରା ଲେଖିଦେବି ନା ବ୍ୟାନର ନଉଛି ଆମେ ବ୍ୟାନର ଲେଖିଦଉଛୁ ନୋ କମ୍ପିଟିସନ ବୋଲି ପୁରା ଗାଡ଼ିରେ ଲେଖା ହଉଛି। ଆମେ ପୁରା ଲେଖିଦବୁ ଯେ ପାର୍ଟି ପେମେଣ୍ଟ ହେଇନି ଆମେ ନୋ କମ୍ପିଟିସନ। ହଉ ଠିକ ଅଛି ହଉ ଭାଇ ଆଜ୍ଞା ଭାଇ ଶୁଣିଲେ ତ? ହଁ ହଁ ଏଇଟା ତ ପରଫେକ୍ଟ ଜଣା ପଡିବ ଯେ ଆପଣ ପୁରା ମନା କରୁଛନ୍ତି ଏବଂ ସେମାନେ ବି ମନା କରୁଛନ୍ତି କି ନାହିଁ। ସେମାନେ ବି ମନା କରୁଛନ୍ତି ହଁ ମୁଁ ବାଧ୍ୟ ହେଲି। ଶୁଣନ୍ତୁ ଫିଲ୍ଡ ଉପରେ ମୁଁ 5ଟା 10 ନା 15ରେ ପହଞ୍ଚିଲି ଆପଣ ୟୁଟ୍ୟୁବ ଯୋଉମାନେ ଭିଡିଓ ଛାଡିଛନ୍ତି ଆଜ୍ଞା ଆପଣ ଦେଖିବେ ଆମ ଭିଡିଓ ସନ୍ଧ୍ୟା ହେଲାଣି ଆମ ଗାଡି ହଁ ହଁ ପଳଉଛି। ପୁରା ହଁ କାହିଁକି ନା ଦେଖନ୍ତୁ ଆପଣ ଯଦି କମ୍ପିଟିସନ କରିବା ମୋଟିଭରେ ନାହାନ୍ତି ଆପଣ ଆରାମସେ କାହିଁକି ଯିବେ ବଜେଟରେ କିଛି ଆପଣ କାହିଁକି HF ଲାଇନ କି MF ଲାଇନ ମିଡ୍ ଫ୍ରିକ୍ୱେନ୍ସି ଆପଣ ଯୋଉ ଚୁଙ୍ଗା ଲାଇନ କାହିଁକି ହଁ ଆପଣ ହଁ ବାନ୍ଧିକିନା ଯିବେ। ହଁ ଟାଇମ ଦରକାର କି ନା ଆରାମସେ ଗଲେ କାମ ସାରିକି ଆସିବେ। ତଥାପି ସେଦିନ ମୋ ପିଲା ତଥାପି ବାଧ୍ୟରେ ଆମେ ଚୁଙ୍ଗା ଲାଇନ ବାନ୍ଧିବା ପାଇଁ ବାଧ୍ୟ ହେଲୁ। ଆଜ୍ଞା କାହିଁକି ନା ଆପଣ ଏକଚୁଆଲି ଫିଲ୍ଡ ଉପରେ ଶୁଣନ୍ତୁ ଆମର ହଁ 3 ନମ୍ବର ଆମେ ଲାଷ୍ଟରେ ଅଛୁ। ହଁ 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 ଆମେ ସାଉଣ୍ଡ ବଜେଇବା ପାଇଁ ଯାଇଛୁ ଭାଇ ଆମେ କମ୍ପିଟିସନ କଲ କରିବା ପାଇଁ ଯାଇନୁ। ବାସ୍ ବାସ୍। ଲୋକ ସେଇଠି ଆପଣ ଫିଲ୍ଡ ଉପରକୁ ଗଲେ ଆପଣ ଜାଣିଥିବେ ତ ଜଣେ ସାଉଣ୍ଡ ଅନର ହିସାବରେ ଆପଣ ଜାଣିଥିବେ। ହୁଁ ଫିଲ୍ଡ ଟିକେ ଉପରକୁ ଗଲେ କଣ ହୁଏ ଲୋକ କମ୍ପିଟିସନ କଣ ହୁଏ କୁହନ୍ତି? ପୁରା ଅଲଗା ଟାଇପର ସେ ନାହିଁ ତ ଇଏ ନାହିଁ ସେ ନାହିଁ ବହୁତ ସାରା ବାସ୍ କଥା ଅଛି ଲୋକ କହିବେ ଟେନସନ ଭାଇ ବି ବହୁତ। କମ୍ପିଟିସନ ଅଛି କଣ ନାହିଁ ଇଏ ନାହିଁ କିନ୍ତୁ ଲୋକ କେହି ବୁଝିବେନି ଯେ ଯିଏ ରିସିପ୍ଟ ଟା କାଟିଛନ୍ତି ତାଙ୍କ ସହିତ କଣ କଥା ହେଇଛି କଣ ଡିଲ୍ ହଁ ହେଇଛି। ହଁ
ବାସ୍ ମାନେ ରିଆକ୍ସନ ଲୋକ ଟିକେ କହିବେ ବଢିଯାଏ। ଡରିକିନା ଗଲା ନାହିଁ ଡରିକିନା ହଁ ଆଣିଲା ହଁ ନାହିଁ, ହଁ ଲୋକ ବିଭିନ୍ନ ପ୍ରକାର କଥା କହିବେ, ଆଜ୍ଞା। ତେଣୁକରି ଆମେ ବାଧ୍ୟ ହଉ ନବା ପାଇଁ। ହଁ ନା ଆକ୍ଚୁଆଲି ବହୁତ ସାରା କ୍ଲିପ ପଡିଛି ଷ୍ଟାର୍ଟିଂ ରୁ, ଆକ୍ଚୁଆଲି ଷ୍ଟାର୍ଟିଂ ରୁ ଗୋଟେ କ୍ଲିପ ମୁଁ ଆପଣଙ୍କୁ କହିବି, ଗୋଟେ କ୍ଲିପ ପଡିଛି, ଦି ତିନିଟା କ୍ଲିପ ମୁଁ ଦେଖିଛି ହଁ ନର୍ମାଲି ତାଙ୍କ ନାଁ ଏବେ ନବା ନାହିଁ କିନ୍ତୁ ନର୍ମାଲି ପଡିଛି, ବଡ ବଡ ୟୁଟ୍ୟୁବର ନୁହଁ ନର୍ମାଲି ହଁ ୟୁଟ୍ୟୁବର। ହଁ ତ ସେଥିରେ ଆପଣଙ୍କର ସେତେବେଳେ ପ୍ଲେ ହଉଛି ପୁରା ଷ୍ଟାର୍ଟିଂ ରୁ, ସେଥିରେ ଷ୍ଟାର୍ଟିଂ ରୁ ହିଁ ଆପଣଙ୍କର ଗୋଟେ ସ୍ଲାଙ୍ଗ ଗୋଟେ ୟୁଜ ହେଇଛି, ତାପରେ ହିଁ ଏଇ ଜିନିଷଟା ମତେ ଲାଗୁଛି କି ମୁଁ ଯାହା କ୍ଲିପ ଏପର୍ଯ୍ୟନ୍ତ କ୍ଲିପରେ କୋଉଟା କହିଲେ କୋଉଟା? ଗୋଟେ କ୍ଲିପ ଅଛି, ଗୋଟେ କଣ କଥା କେ ଓଲା ଦେଇ ସେଇଟା କଣ ଗୋଟେ ବାଜୁଛି, ତାପରେ ମାଇକିଂ ହଉଛି ଟିକେ ଅଛି। ନାଇଁ ନାଇଁ ବୁଝିପାରିଲିନି, କ୍ଲିପ ରେ କଣ କହିଲେ ବୁଝିପାରିଲିନି, ଆମର ମାନେ ଆମ ହଁ ସାଉଣ୍ଡ ର ଆଜ୍ଞା କ୍ଲିପ ରେ ଆଜ୍ଞା, ମାନେ ଫାଷ୍ଟ ଆପଣ ଯେତେବେଳେ ଆସୁଛନ୍ତି ଏଣ୍ଟ୍ରି କରିକିନା ହଁ ହଁ ସେଟା ଜାମ୍ ଫାମ୍ ଟିକେ ଅଛି, ସେଇ ଟାଇମ ରେ ଏଇ ଟ୍ରାକ୍ ଟା ଶୁଭୁଛି କି ଆପଣ ସେତେବେଳୁ ବାଜିଲା ଭଳିଆ। ଟ୍ରାକ୍ ଟା ନାଇଁ ନାଇଁ ସେଟା ତ ସେ ଓଡିଆ ଡଟ ଇନ ଯୋଉ ଗୀତ କହୁଥିଲା ଯୋଉ ସାଗୀତା ସେଟା ଜଟେଇ। ଆକ୍ଚୁଆଲି ସେଟା ୟୁଟ୍ୟୁବ ବାଲା କାଟି ଦେଇଛି, ହଁ 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 ଅରିଜିନାଲ ଟା ସେ ୟୁଟ୍ୟୁବ ବାଲାକୁ ମାଗିବେ ଆଜ୍ଞା ସେ ଆଜ୍ଞା ଆପଣଙ୍କୁ ଦେଇଦବ, ଆପଣ ଜାଣିବେ ଫାଷ୍ଟ କଣ କହୁଛି, ଆଜ୍ଞା ସେଟା ଆଜ୍ଞା ଗୀତର ଯୋଉ ଓଡିଆ ଡଟ କମ ନା ହଁ କଣ ହଁ ଗୋଟେ ଆଚ୍ଛା ଆଚ୍ଛା ହଁ ହଁ ସେଇ ସାଗୀତା ଜଟେଇ। ହଁ ସେଇ ଜିନିଷ ଟା କହିକିନା ସେଟା କାଟି ଦେଇଛି। ଓହୋ ମାନେ ଯୋଉ ଗୀତଟା ସେ ଯୋଉଦିନ ଆକ୍ଚୁଆଲି ବାଜୁଥିଲା ନା ଗୋଟେ ଡାଇଲଗ ବାଜୁଛି ବୋଲ ନା କୋଠେ ଗଲା ୟା ଏଭ୍ରିଥିଙ୍ଗ ଏଇ ଟାଇପ ର କଣ ଗୋଟେ ବାଜୁଛି। କଣ କହିଲେ ଡାଇଲଗ ଟା? ବୋଲ ନା କୋଠେ କେ ଓଲାଦ କଣ ଏଇ ଟାଇପ ର ଗୋଟେ ଟ୍ରାକ୍ ଟା ବାଜୁଛି, କେହି ମାଇକିଂ କରୁନାହାନ୍ତି। ନାଇଁ ନାଇଁ ବୋଲ ହଁ ଏଟା ଟ୍ରାକ୍ ଟା ସେଟା ହଉଛି, ନାଇଁ ନାଇଁ ଏ ଭାଇରେ ମୋର ପେସେନ୍ସ ନାହିଁ, ଯୋଉ ହଁ କମେଡିଆନ ହଁ ହଁ ଗୋଟେ ହଁ ଡାଇଲଗ ମାରିନି ହଁ ସେଟା ତ ଫନି ଡାଇଲଗ ଭାଇ ଏଇଟା। ହଁ ଏ ଭାଇରେ ମତେ ଅମୁଲ ପାଣି ଟିକେ ଦେ, ହୁଁ 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 ସେଇ ସେଟା ତ ଜିନିଷ ଟା ହଁ ଶୁଣନ୍ତୁ ସେଟା ଅଲଗା ଜିନିଷ, ହୁଁ ସେଟାରେ ହୁଁ ତ ହୁଁ ଲାଙ୍ଗୁଏଜ କିଛି ନା ନା ଲାଙ୍ଗୁଏଜ କିଛି ହେଇନି। ନାହିଁ। ହଁ ଆପଣ ଶୁଣନ୍ତୁ, ଆପଣ ଯେକୌଣସି ଗୋଟେ ଜିନିଷ ଆପଣ କମେଡି କରନା କହିପାରନ୍ତି, ହଁ କିନ୍ତୁ ଜଣଙ୍କୁ ନାଁ ଧରିକି ନା ଲାଙ୍ଗୁଏଜ ଟା କହିବା ସେଟା ବହୁତ ବଡ ଭୁଲ। ହଁ ବହୁତ ବଡ ବହୁତ ଧରାଯାଉ ଆକ୍ଚୁଆଲି ମୁଁ ଏଇନେ ଗୋଟେ ସାଉଣ୍ଡ ର ନାଁ ଧରିକିନା କହିବି, ହଁ ସେଟା ଭୁଲ ପ୍ରଥମେ, ହଁ ତମେ ପ୍ରଥମ ଭୁଲ ଧରାଯାଉ ଯେ ଆମେ ଅପରେଟର ଇଣ୍ଡିକେଟ ତମକୁ କଣ କହିଦେଲା ତମେ କୁହ, କିନ୍ତୁ ଲାଙ୍ଗୁଏଜ ଖରାପ କରନି। ହଁ ମୁଁ ପ୍ରଥମ କଥା କହୁଛି ଲାଙ୍ଗୁଏଜ ତମେ ଖରାପ କରନି, ତାପରେ ବି ଏଇ ଯୋଉ କମେଣ୍ଟ ମାରାଟା ବର୍ତ୍ତମାନ କିନ୍ତୁ ଆଜି ଆକ୍ଚୁଆଲି ଡେଟରେ ହଁ ଏଇ ଯୋଉ ଫନି କମେଣ୍ଟ ଏଇ ଡାଇଲଗ ଯୋଉ କମେଣ୍ଟ ଯୋଉ କହୁଛନ୍ତି ଆପଣ, ସେଇଟା ହଁ ଆକ୍ଚୁଆଲି କେତେ ଯୋଉ ଯୁକ୍ତି ବଜେଇବାଟା ଏବେକା ଏଇଟା ବି ଠିକ ନୁହେଁ, ମୁଁ ତ କହୁଛି ଠିକ ନୁହେଁ, କାହିଁକି ମୁଁ ଏଇ ଜିନିଷଟା ଆପଣଙ୍କୁ ଏଇନେ କହିବା ପାଇଁ ଚାହୁଁଥିଲି, ହୁଁ ଏଇ ହୁଁ ଯୋଉ କମେଣ୍ଟ କଥାଟା କାହିଁକି ନା ଏଇ ଛୋଟ ଛୋଟ କଥା ନେଇକିନା ଝଗଡା ସୃଷ୍ଟି ହଁ ହୁଏ। ହଁ ଏକ୍ଚୁଆଲି ଜିନିଷଟା ଭାଇ ଛୋଟ ଛୋଟ କଥା ଥିମିରି ନେଇକିନା ଖେଳରୁ ମହାଭାରତ ଭଳିଆ ହଁ ସେଇଭଳିଆ ସିନ୍ ଟା ହିଁ ଏଇ ଆପଣଙ୍କର। ଏଇ ଛୋଟ ଛୋଟ କଥା ନେଇକିନା ଝଗଡା ହୁଏ, ଏଇଟା ସମ୍ପୂର୍ଣ୍ଣ ବନ୍ଦ ହେଇଯାଉ କିଛି ଅସୁବିଧା ନାହିଁ, ଆପଣ ଆପଣଙ୍କ ଗୀତ ବଜାନ୍ତୁ ଟ୍ରାକ୍ ବଜେଇକିନା ଯାଆନ୍ତୁ କିଛି ହଁ ଅସୁବିଧା ନାହିଁ। ହଁ ହଁ ମୁଁ ବି ବର୍ତ୍ତମାନ କହୁଛି ଆପଣ ସେ ଯୋଉ ଫନି କମେଡି ହଉ ଯାହା ହଉ, କିଏ ଧରାଯାଉ ମୁଁ ଏଇନେ ମୁଁ ଇଗୋ ନେଇଯିବି ଯେ ହୁଁ କାହିଁକି ସେଇ ଜିନିଷଟା ବଜେଇଲା, ହଁ ସେ ହଁ କହିବ ମୁଁ ଇଗୋ ନେବି, ଜିନିଷଟା ଝଗଡା ହବ, ତେଣୁ ହୁଁ କରି ହୁଁ କୌଣସି ଡାଇଲଗ ବନ୍ଦ କରି, କୌଣସି ଡାଇଲଗ ନ ମାରି ହୁଁ ହୁଁ ଆପଣ କେବଳ ଗୀତ ବଜାନ୍ତୁ ଏବଂ ଟ୍ରାକ୍ ବଜାନ୍ତୁ, ଟ୍ରାକ୍ ବଜାନ୍ତୁ ବହୁତ ବଢିଆ କଥା ଭାଇ। ବାସ୍ ଅଲଗା ଜିନିଷ କିଛି ବଜାନ୍ତୁ ନାହିଁ। କିନ୍ତୁ ମୋ ଯୋଉ ମତରେ କଟ୍ ଭାଇ ସେ ଆମେ ଯୋଉ ଜିନିଷଟା କଟ୍ ପୁରା ଆମେ ସବୁ ଯୋଉ କମେଡିରୁ ଯୋଉ କଟ୍ କରନା ମାରୁଛନ୍ତି, ହଁ 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 କାହାକୁ ହସିବା ହଁ ବି ଗୋଟେ ଜିନିଷ ହଉଛି ମାନେ ଗୋଟେ ପରିହାସ ଇଣ୍ଡିକେଟ କଲା କରିବା ଭଳିଆ, କି ଇଗ୍ନୋର କରିବା କି ମାନେ ତଳକୁ ହଁ ଇଏ କରିବା ପାଇଁ ନିଚ ପରିହାସ ଦେଖେଇବା କରିଲା ପାଇଁ। ଭଳିଆ, ହୁଁ 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 ତେଣୁକରି ଆପଣ କମେଣ୍ଟ ମାରିବାଟା ମୁଁ ଆପଣଙ୍କୁ ପ୍ରଥମରୁ କହିଛି ଯେ କମେଣ୍ଟ ମାରିବାଟା ଆଉ କମେଣ୍ଟ୍ରି କରିବା ଭିତରେ ଦିଟା ବହୁତ ଫରକ ଅଛି। ଡିଫରେଣ୍ଟ ହଁ ନାଇଁ କମେଣ୍ଟ ଦେଖନ୍ତୁ ଦିଟା ଜାଗାରେ ମାରିବେ, ଯିଏ ଭଲ ହାଇ କରେ ତାକୁ ହଁ ଭାଇ ବଢିଆ କଲ, କି ଜଣେ ହଁ ଲୋ କରେ ତାକୁ କମେଣ୍ଟ ଦିଟା ହଁ ୱେ ରଖୁଛି, ସେଟା କିନ୍ତୁ ସେଇ ସେଟା ଡିଫରେଣ୍ଟ ଆପଣ କିନ୍ତୁ ଅଲଗା ଜିନିଷ ସେଟା, ହଁ କିନ୍ତୁ ହଁ ଫିଲ୍ଡ ଉପରେ ଯୋଉ କମେଣ୍ଟ ଟା ମାରିବା ଜିନିଷଟା ଆଜ୍ଞା ସେଟା ହଉଛି ମାନେ ଅଲଗା ଟାଇପ ର ଜିନିଷ। ହଁ ମୁଁ ହଁ ଆପଣଙ୍କୁ ପ୍ରଥମରୁ କହିଦେଇଛି, ହୁଁ 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 ଜଣେ କମେଣ୍ଟ୍ରି କଲେ ଲୋକ ତାଳି ମାରନ୍ତି, ହଁ ଆଉ ହଁ ଜଣେ ହଁ କମେଣ୍ଟ ମାରିଲେ କଣ ଲୋକ ଚାପର ହଁ ମାରନ୍ତି, ଚାପଡ଼ ମାରନ୍ତି ଗାଳି ଦିଅନ୍ତି ସବୁ ସେଇ ହୁଏ। ଜିନିଷଟା ହୁଁ ହୁଁ ଗାଳି ଦେବେ, ତେଣୁକରି ସେଇ ଜିନିଷଟା ବନ୍ଦ କରାଯାଉ। ନାଇଁ କିନ୍ତୁ ଆକ୍ଚୁଆଲି ମୂଳ କାରଣ ଏହାର ହଉଛି, ମୁଁ ଯାହା ଦେଖୁଛି ଷ୍ଟଡି କରି ସବୁ ଭିଡିଓ ଦେଖିକି ମୁଁ ନିଜେ ପ୍ରୋଗ୍ରାମ ଦେଖିକି ବି ହୁଁ ଆକ୍ଚୁଆଲି ଯୋଉ ଫନି କମେଡି ହଉଛି ନା, ଛୋଟ ଛୋଟ କମେଣ୍ଟ ରୁ ହିଁ ବଢି ହଉଛି ଯେ କଥାଟା, ବାସ୍ ସେଇ ଜିନିଷଟା ଯେମିତି କି ଆପଣ ମୋ ବାଳ ନା ମୋ ଜିଗୁଡ ହାଣିଦେବି, ଏଇ ସବୁ ହଁ ଯୋଉ ଡାଇଲଗ ହଁ ଗୁଡା ଏଇଟା ତ ଲୋକଙ୍କୁ ବି ସେଇ ହିଟ୍ କରିବ ଶୁଣନ୍ତୁ କି ସେଥିପାଇଁ ସେମାନେ ସେଇ ବାଡେଇବେ। ଜିନିଷଟା ଶୁଣନ୍ତୁ, ହୁଁ ଆକ୍ଚୁଆଲି ଛୋଟ ଜିନିଷରୁ ଝଗଡା ଟା ଷ୍ଟାର୍ଟ ହୁଏ। ଆଜ୍ଞା ଆମେ ସେଇ ଛୋଟ ଜିନିଷ ଟା ନ କଲେ ଆମର କଣ ଅସୁବିଧା ହଉଛି, ହଁ 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 ଆମେ ସେଇ ଛୋଟ ଜିନିଷ ଟା ପୁରା ବନ୍ଦ କରିବନି କରିଦବା, ଯଦି ବନ୍ଦ କରିଦବା ସେ ଜିନିଷ ତ ବନ୍ଦ ହେଇଗଲା, ଆଉ ଝଗଡାର ଚାନ୍ସ ହିଁ ନାହିଁ। ଚାନ୍ସେସ୍ ହିଁ ନାହିଁ, ସେଇଟା ତ ବହୁତ ବଢିଆ କଥା ଭାଇ। କମ୍ପିଟିସନ ର ବି ଚାନ୍ସ ହିଁ ନାହିଁ। ଆମର ପ୍ରଥମ ମୋଟିଭ ହେଲା ଆମେ ଡାଇରେକ୍ଟ ଆମେ ଟୋଟାଲ ଏଚଏଫ ଲାଇନ ଟୋଟାଲ କାଟି ଦିଅନ୍ତୁ, ଆଜ୍ଞା ସାଇଡ କୁ ଯୋଉ ଆମେ ଲଗାଉଛନ୍ତି, ତମେ ଗାଡି ଭିତରେ ଲଗେଇକିନା କେତେ ବଜଉଛ ବଜାଅ, ହଁ ହଁ ଏମିତି ଯେମିତି ରୁଲ ଅଛି ବି ଏପଟେ ଆମର ସପୋଜ ପିପିଲି ସାଇଡ ରେ ବି ଅଛି, ହଁ ଭୁବନେଶ୍ୱର ସାଇଡ ରେ ବି ତମେ ଅଛି ଗାଡି 20 ଭିତରେ 10ଟା 20ଟା ଗାଡି 15ଟା ଭିତରେ ହଁ 25ଟା ଗାଡି ଭିତରେ 30ଟା ଯାହା ଲାଗିବ ଯାହା ଗାଡି ଭିତରେ ହେଲା ତମେ ହଁ ଲଗ,
କିନ୍ତୁ ଗାଡି ବାହାରକୁ ନାହିଁ, ତମେ କେତେ ବଜଉଛ ବଜାଅ, କିଛି ଅସୁବିଧା ନାହିଁ। ଆଗରୁ ପୁଣି ଆର ବର୍ଷ ଗଣେଶ ପୂଜା ହଁ ଭାଇ ବଢିଆ ହେଇଥିଲା, ବଢିଆ ହେଇଥିଲା, ସବୁଠୁ ନମ୍ବର 1 ଭାଇ। ମେଟ୍ରୋ ହଉଛି ଆମେ ଯାଉଛନ୍ତି ଲୋକଙ୍କୁ ନଚେଇବା ପାଇଁ, ତ ଆମେ ଏଣ୍ଟରଟେନମେଣ୍ଟ ହିଁ କରେଇବା। ହଁ ଏମିତି ସିନ୍ ଆମେ କ୍ରିଏଟ କରିବାନି କି ଯୋଉଥିପାଇଁ କି ବହୁତ ବଡ କଣ୍ଟ୍ରୋଭର୍ସି ହେଇଯିବ। ସେଇ ଜିନିଷଟା ଗଣେଶ ପୂଜାରେ ଆମେ ଆର ବର୍ଷ ପ୍ରୋଗ୍ରାମ କଲେ, ବହୁତ ବଢିଆ ହେଲା, ଆଜ୍ଞା କିଛି କମ୍ପ୍ଲେନ ଆସିଥିଲା କିଛି ନାହିଁ। ବର୍ତ୍ତମାନ ଆଗକୁ ବି ଗଣେଶ ପୂଜା ଆସୁଛି, ଆଜ୍ଞା ଏଇ ଜିନିଷଟା ତ ହେଲେ ତ ଆସ୍ତେ ଆସ୍ତେ ସବୁ ଜିନିଷ ବନ୍ଦ ହେଇଯିବ। ନା ଏକ୍ଚୁଆଲି ଭାଇ ଏଇ ଜିନିଷର ମୁଁ ଷ୍ଟେପ ନେଲି ଏଥିପାଇଁ କି ନା ଆଗକୁ ଗଣେଶ ପୂଜା ଆସୁଛି, ବହୁତ ସାରା ଆମର ବି ନିଜ ଭାଇ ମାନଙ୍କର ସେଟଅପ ଅଛି, ତ ବହୁତ ସାରା ଲୋକମାନେ ହଇରାଣ ଶୁଣନ୍ତୁ, ହେବେ। ବର୍ତ୍ତମାନ ଆଗକୁ ଯେତେ ଗଣେଶ ପୂଜା କଲ ଧରିଛି, ମୁଁ 25 ତାରିଖ ପର୍ଯ୍ୟନ୍ତ ଧରିଛି, କହିଲେ ବି ବର୍ତ୍ତମାନ ଆପଣଙ୍କୁ କଲ ଲିଷ୍ଟ ପଠେଇଦେବି। ମୁଁ କୋଉ ଗୋଟେ ବି ଆପଣଙ୍କୁ ଡାଇରେକ୍ଟ ନମ୍ବର ବି ଅଛି, ସେଥିରେ ମୋବାଇଲ ନମ୍ବର ଆପଣଙ୍କୁ ପଠେଇଦେବି, ମୋବାଇଲ ନମ୍ବର ସହିତ ବି ଆପଣ ପାର୍ଟି ବାଲାକୁ ଫୋନ କନା, ବର୍ତ୍ତମାନ ମୁଁ ଲାଇନ ରେ ଥିବି, ମୁଁ ପଠେଇ ଦଉଛି, ଆପଣ ପାର୍ଟି ବାଲାକୁ ଫୋନ କନା ପଚାରିବେ ବି ମୁଁ କୋଉ ଗୋଟେ କମ୍ପିଟିସନ କଲ ରଖିନି। ଲୋକ ଆଡଭର୍ଟାଇଜମେଣ୍ଟ ଛାଡୁଛନ୍ତି, ଭାଇ ଏଇଠି କମ୍ପିଟିସନ ଅଛି, ସେଇଠି କମ୍ପିଟିସନ, ସେ ଲୋକଙ୍କର କାମ ସେ ତାଙ୍କର କରିବେ, କିନ୍ତୁ ତାଙ୍କୁ ତ ଆମେ କେବେ ବନ୍ଦ କରିପାରିବା ନାହିଁ ନା, ଯେହେତୁ ସେ ଆମର କଷ୍ଟମର। ତେଣୁକରି ଆମେ ସେଇ ଜିନିଷଟା ବନ୍ଦ କରିପାରିବାନି, ତେଣୁକରି ଆମେ ନିଜେ ସଜାଗ ହବା କମ୍ପିଟିସନ ଟା ବନ୍ଦ କରିବା ପାଇଁ। ଆଜ୍ଞା ଶେଷରେ ଭାଇ ଆପଣ କଣ କହିବେ ଏଇ ରିଲେଟେଡ୍? ଏଟା ମାନେ ଆପଣ ଏଇଟା ନର୍ମାଲି ସମ୍ପୂର୍ଣ୍ଣ ଅପରେଟର ବନ୍ଦ ମାନଙ୍କୁ ହବାଟା ଭଲ, ସମ୍ପୂର୍ଣ୍ଣ ବନ୍ଦ ହବାଟା ଭଲ। ମୋ ମତରେ ମୁଁ ଲୋକମାନଙ୍କୁ